নমো নারায়ণায়। জয় মা আদ্যা শক্তি। ওম ଗଣେଶାୟ ନମଃ। ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ଆମେ ଆରମ୍ଭ କରିବାକୁ ଯାଉଛେ ଗରୁଡ଼ ପୁରାଣର 6ଠ ଅଧ୍ୟାୟ ପାପାନୁସାରେ ରଘୁପତି। ଶୁଣି ସକଳ ବୃତ୍ତାନ୍ତ ଗରୁଡ଼ କହି, ଭକତି ବରେ ସେ ଶିରେ କରନି ବେଶଇ। ଶୁଣିଲି ଅପୂର୍ବ ବାଣୀ ତୁମ୍ଭ ଶ୍ରୀମୁଖରୁ, ନିସ୍ତରିଲି ତୁମ୍ଭର କୃପାରୁ। ନରଲୋକେ ଜନ୍ମ ହୋଇ ମନୁଷ୍ୟ ଶରୀରେ, ନାନାଦି ରୋଗ ଯନ୍ତ୍ରଣା କିମ୍ବା ଭୋଗ କରେ। ଅଙ୍ଗହୀନ ବିକଳାଙ୍ଗ କାହିଁକି ହୁଅଇ, ଦୟାକରି ମହାପ୍ରଭୁ କୁହ ଭାବଗ୍ରାହୀ। ଶୁଣିଲେ ତୁମ୍ଭ ମୁଖରୁ ସଂଶୟ ଫିଟିବ, କେଉଁ ପାପେ କେଉଁ ରୋଗ ହୁଅଇଟି ଧ୍ରୁବ। ଏହା ଶୁଣି ଭଗବାନ ଅଳ୍ପ ହସିଲେ, ଭଗତ ଆରତ ଜାଣି ମଧୁରେ କହିଲେ। ଶୁଣ ଶୁଣ ଏ ଗରୁଡ଼ ପଚାରିଲ ଯାହା, ବୁଝାଇ କହୁଛି ମୁହିଁ ତୁମକୁ ଟିତା। ପୂର୍ବ ଜନ୍ମେ ଯେଉଁ ପାପ କରିଥାଏ ପ୍ରାଣୀ, ତାହାର ଫଳରେ ନର୍କ ଭୋଗ କଲି ପୁଣି। ମର୍ତ୍ତ୍ୟଲୋକରେ ଶରୀର ଧାରଣ କରଇ, ସେ ଶରୀରେ ବହୁ ଦୁଃଖ କଷ୍ଟକୁ ଭୋଗଇ। ବ୍ୟାଧି ରୂପରେ ଯେ ପୂର୍ବ ପାପର ଚିହ୍ନକୁ, ନିରନ୍ତର ଧରିଥାଏ ଚିହ୍ନିବ ତାକୁ। ବ୍ରାହ୍ମଣ ହତ୍ୟା କରଇ ପୂର୍ବେ ଯେଉଁ ଜନ, ଯକ୍ଷ୍ମା ରୋଗ ତାହାକୁଟି ହେବ ନିଶ୍ଚେ ଜାଣ। ଯେ ଜନ ଅଜ୍ଞାନେ କରିଥାଏ ଗରୁ ହତ୍ୟା, କୁଷ୍ଠ ରୋଗ ହୁଏ ତାର ଜାଣ ଏହି କଥା। ଆପଣା ପୁତ୍ରକୁ ନାଶ କରଇ ଯେ ମନ୍ଦ, ଗଳିତ କୁଷ୍ଠ ହୁଅଇ ଅତ୍ୟନ୍ତ ଦୁର୍ଗନ୍ଧ। ଏହି ତିନି ପାପୀ ମର୍ତ୍ତ୍ୟେ ଚାଣ୍ଡାଳର ଘରେ, ଜନମୀଣ ଏହି ରୋଗ ବହନ୍ତି ଶରୀରେ। ଗୁରୁ ପତ୍ନୀ କିରମୟୀ ଯେ ଜନ ଅଜ୍ଞାନେ, ନଂପୁସକ ହୋଇ ସେହି ମର୍ତ୍ତ୍ୟରେ ଜନମେ। ଗର୍ଭ ବିନାଶ କରଇ ଯେହୁ ମୂଢ଼ମତି, ଶବର ଘରେ ଜନମ ଲଭେ ସେ ତଡ଼ଟି। ହସ୍ତ ଚର୍ମ ଯାଦୁ ତାର ସର୍ବାଙ୍ଗେ ହୁଅଇ, ଯେତେ ଔଷଧ ଖାଇଲେ ଭଲ ନ ହୁଅଇ। ପଶୁ ପରି ମାଂସ ଖାଏ ଯେ ଜନ ପୂର୍ବରେ, ରକ୍ତ କୁଷ୍ଠ ରୋଗ ତାର ହୁଅଇ ଶରୀରେ। ଅଭକ୍ଷ ଭକ୍ଷ କଳିଣ ଯେ ବେଣ ପାମର, ପାଦ ଜଙ୍ଗ ବିକଳାଙ୍ଗ ହୁଅଇ ତାହାର। ବ୍ରାହ୍ମଣ ହୋଇଣ ଯେବେ ଇନ୍ଦ୍ରିୟ ଅଧୀନ, ହୁଏ ଜଳ ଉଦରୀ ଯେ ଗୋଟା ତାର ପୂଣ। ସୁସ୍ୱାଦୁ ଦ୍ରବ୍ୟ କୁଟୁମ୍ବେ ନ ଦେଇ ଯେ ଭୁଞ୍ଜେ, ଗଳଗଣ୍ଡ ରୋଗ ସଦା ସର୍ବଦା ଗଞ୍ଜେ। ଅଶୁଦ୍ଧ କାଳରେ ଯେହୁ ପିଣ୍ଡ ଦାନ ଦିଏ, ଚିତ୍ରକୁଷ୍ଠ ତାର ଅଙ୍ଗେ ନିଶ୍ଚୟ ଜାତ ହୁଏ। ଗୁରୁଙ୍କୁ ଅବଜ୍ଞା କରେ ଯେ ଜନ ଗର୍ଭରେ, ଅପସ୍ମାର ରୋଗୀ ହୁଏ ଜାଣ ଭୁଲ କରେ। ଦେବ ନିନ୍ଦା କଲେ ପାଣ୍ଡୁ ରୋଗ ହୁଏ ଜାତ,
ମିଥ୍ୟା ସାକ୍ଷୀ ଦେଲେ ମୁକ ହୁଅଇ ନିଶ୍ଚିନ୍ତ। ବିବାହ ପ୍ରସଙ୍ଗ ଯେହୁ ଭାଙ୍ଗଇ ନିରତେ, ଓଷ୍ଠହୀନ ହୋଇ ଜନମଇ ସେ ସାକ୍ଷାତେ। ପୁସ୍ତକ ଚୋର ଯେ ଅନ୍ଧ ହୁଅଇ ମର୍ତ୍ତ୍ୟରେ, ଛୋଟା ହୁଏ ଗୁରୁଙ୍କୁ ଗୋଇଠା ଯେହୁ ମାରେ। ନିଜକୁ ଗର୍ବେ ଯେହୁ ଗୋଇଠା ମାରଇ, ପଙ୍ଗୁ ହୋଇ ସଂସାରରେ ସେ ଜନ ଜନ୍ମଇ। ଭୋଜନରେ ବିଷ ଦାନ କରେ ଯେ ପାତକୀ, ଜଡ଼ ହୋଇ ଜନ୍ମ ଲାଭ କରେ ସେ ନାରକୀ। ବିଷ୍ଣୁଙ୍କ ପଦାର୍ଥ ମାନ କରଇ ଯେ ଚୋରି, ଗନ୍ଧ ଦ୍ରବ୍ୟ ଚୋରି କଲେ ଗୁରୁ ନିନ୍ଦା ହୁଏ। ମାଂସ ଚୋରି କଲେ ଗୁଦ୍ର ବସି ଶାସ୍ତ୍ର କହେ, ଲୁଣ ଚୋର ପିପିଲିକା ହୁଅଇ ନିୟତ। ପୁଷ୍ପମୂଳ ଚୋର ହୁଏ ମର୍କଟ ନିଶ୍ଚିନ୍ତ, ତୋଡ଼ା ଚୋରି କଲେ ମେଷ ଜନ୍ମ ଲଭଇ। ଖଣ୍ଟ ବୃତ୍ତିକାରୀ ହୁଏ ଜାଣିତା କଂସାଇ, ବିଷ ପାନ କରି ମୃତ୍ୟୁ ମୁଖେ ଯେ ପଡ଼ନ୍ତି। କୃଷ୍ଣ ସର୍ପ ଜନ୍ମ ଲାଭ ସେମାନେ କରନ୍ତି, ଭଲ ମନ୍ଦ ନ ବିଚାରି ରାଜକାର୍ଯ୍ୟ କଲେ। ହସ୍ତି ଜନ୍ମ ଲଭିବନେ ନୀତି ପ୍ରତି ବୁଲେ, ବିଷ୍ଣୁ ନିବେଦନ ଯେଉଁ ନ କରି ଭୁଞ୍ଜଇ। କୁମ୍ଭକାର ଘରେ ସେଉ ଜନ୍ମ ଲଭଇ, ଗଣକା ଗଣିକା ଅନ୍ନ କରିଲେ ଭୋଜନ। ଶୁଦ୍ଧ ହୋଇବ କରିଲେ ପୁତ୍ର ଚାନ୍ଦ୍ରାୟଣ, ଅଶୁଚି ହୋଇବ ଜନ ଯେ ଜନ କରଇ। ବନରେ ବ୍ୟାଘ୍ର ହଇଣ ସେଉ ଜନମଇ, ବ୍ରାହ୍ମଣ ହୋଇ ନ କରେ ସନ୍ଧ୍ୟାଦି ଅର୍ଚନ। ଗାୟତ୍ରୀ ସ୍ମରଣ ନ କରଇ ପ୍ରତିଦିନ, କପଟ ପୁରୀ ଥାଏଟି ଅନ୍ତରେ ଯାହାର। ମୀନ ରୂପ ଧରି ଜନମଇ ସେ ପାମର, ପତିତ ଜନ ମାନଙ୍କ ନିକଟରୁ ଧନ। ଗୁପତରେ ନେଇ ଯେହୁ କରଇ ଭୋଜନ, ପର ଜନ୍ମେ ବିଷ୍ଟା ସେହୁ ଭୋଜନ କରଇ। ବିଦ୍ୟା ଦାନ ନ କରିଲେ ବଳି ବର୍ଦ୍ଧ ହୋଇ, ଗୁରୁ ସେବା ନ କରଇ ଯେହୁ ଶିଷ୍ୟ ହୋଇ। ଖଟଚ ରୂପରେ ଜନ୍ମ ସେ ଜନ ଲଭଇ, ଗୁରୁଙ୍କ ନିନ୍ଦା କରଇ ନିନ୍ଦେ ବ୍ରାହ୍ମଣଙ୍କୁ। ବ୍ରହ୍ମ ରାକ୍ଷସ ହୁଅଇ ସେ ଜନ ଶେଷକୁ, ଦାନ ଦେବା ପାଇଁ ମୁଖେ କହି ଯେ ନ ଦିଏ। ଜମ୍ବୁକ ଯୋନିରେ ସେଇ ପାପୀ ଜାତ ହୁଏ, ସତ୍ୟବନ୍ତ ପ୍ରାଣୀ ନିନ୍ଦା କରଇ ଯେ ଜନ। ନିରନ୍ତର ଅଗ୍ନି ଜଳେ ତାହାର ବଦନ, ମିତ୍ରଦ୍ରୋହୀ କ୍ରୁଦ୍ର ହୁଏ ଶାସ୍ତ୍ରର ସମ୍ମତ। କପଟେ ଅନ୍ୟର ଦ୍ରବ୍ୟ ନେଲେ ସେ ପେଟ କାଚ, ସ୍ୱଜାତି ମଧ୍ୟରେ ଯେହୁ ବିବାଦ କରଇ। କୋପତ ଜନ୍ମ ଲଭଇ ଜାଣିତା ଅଛେଇ, ଛେଦନ କରଇ ଯେହୁ ପ୍ରାଣୀଙ୍କର ଆସ। ସ୍ନେହାଧୀନକୁ ଯେ ଜନ କରଇ ନିରାଶ, କ୍ରୋଧେ ଆପଣା ପତ୍ନୀକୁ ତେଜଇ ଯେ ଜନ। ଚକ୍ରବାକ ପକ୍ଷୀ ହୋଇ ଲଭେ ସେ ଜନମ, ପିତା ମାତା ଗୁରୁଜନ ବନ୍ଧୁ ଭ୍ରାତାଦିଙ୍କୁ। ଶତ୍ରୁ ଭାବେ ଦେଖି ଯେହୁ ଉପେକ୍ଷୀ ସ୍ନେହକୁ, ଗର୍ଭସ୍ଥାନ ପାଇ ଜନ୍ମ ହୋଇବା ପୂର୍ବରୁ। ସେ ଜନ ମରଣ ଲୋଭେ ଗର୍ଭର ଭିତରୁ, ଯେଉଁ ନାରୀ ଦିବାରାତ୍ର କଳହ କରଇ। ଶାଶୁ ଶ୍ୱଶୁରଙ୍କୁ ତୁଚ୍ଛ ଭାଷାରେ କହଇ, କର୍ଦ୍ଦମ ଯୁକ୍ତ ଜଳରେ ପୋକ ହୋଇ ରହେ। ନିରବଧି ତହିଁ ଦୁଃଖ ଭୋଗ କରୁଥାଏ,
ନୀତି ପ୍ରତି ଦ୍ରୋହ ଯେଉଁ ରମଣୀ କରନ୍ତି, ଉକୁଣି ହଇଣ ସେଉ ଜନମ ଲଭନ୍ତି। ଯେଉଁ ନାରୀ କାମ ଭୋଗ ଚରିତାର୍ଥ ପାଇଁ, ବୃଦ୍ଧ ସ୍ୱାମୀ ତେଜି ପର ପୁରୁଷେ ମାତଇ। ଝିଟି ପିଟି ବାବା ଦୁଡ଼ି ଜନମ ଲଭନ୍ତି, ଦମୁଣ୍ଡିଆ ସର୍ପ ହୋଇ କେଅବା ଜନ୍ମନ୍ତି। ମହାକ୍ଲେଶ ଲଭି ଗର୍ଭ ମଧ୍ୟ ପଡ଼ିଥିବ, ଜନ୍ମ ଜନ୍ମାନ୍ତରେ ମହା ବିପଦ ଲଭିବ। ନିଜର ଗୋତ୍ର ପ୍ରାଣୀଙ୍କି ଯେ କରଇ ହତ, ସେହିମାନେ ଝିଅ ହୋଇ ଜନ୍ମନ୍ତି ନିହତ। ସ୍ୱଗୋତ୍ରୀୟ ରମଣୀର ମଇ ଯେଉଁ ନର, ଭାଲୁ ହୋଇ ଭ୍ରମଣ ଯେ ଅରଣ୍ୟ ମଦର। ବିଟପି ରମଣୀ ତୁଲେ କରଇ ପିରତି, ପିଶାଚ ଜନମ ଲାଭ করে সে দুর্নীতি। অনুঢ়া বালিকা যেউ করই রমণ, অজগর সর্প ହୁଏ ସେହି ଜନ୍ମ ପୁଣ। ଗୁରୁ ପତ୍ନୀ ହତ୍ୟା ଯେଉଁ ନର କରିଥାଇ, କୃକଲାସ ଜନ୍ମ ସେଇ ନିଶ୍ଚୟ ହୁଅଇ। ରାଜପତ୍ନୀ ହରିଲେ ଯେ ଓଟ ଜନ୍ମ ହୋଇ, ମିତ୍ର ପତ୍ନୀ ରମିଲେ କୈବର୍ତ୍ତ ଜାତ ହୋଇ। ସୁରାପାନ କରି ନିଜ ଧର୍ମ ନାଶ କଲେ, ଶ୍ୱାନ ଶୃଗାଳ ଜନିକୁ ପାଏ ସେଉ ବଲେ। ଅପର ଜନର ଧନ ହରଣ ଯେ କରେ, ଚତୁରତା ଦେଖାଇ ହୁଅନ୍ତି ନିରନ୍ତରେ। ବ୍ରହ୍ମ ସ୍ୱହରଣ କିମ୍ବା ବିନାଶ କରଇ, ଗୃହବାସ ତାର ଅଗ୍ନି ଦ୍ୱାରା ଦଗ୍ଧ ହୋଇ। ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ହୋଇ ଅପୁତ୍ରିକ, ବଂଶହୀନ ହୋଇ ଭୋଗ କରିଥାଇ ନର୍କ। ବିଷ ଖାଇ ଜୀବନ ଯେ ବିନାଶ କରଇ, ତିନି ପୁରେ ସେ ଲୋକକୁ ବାସନ ମିଳଇ। ଯଦ୍ୟପି ତାର କୂଳେ ହୁଅଇ ସନ୍ତାନ, ବଳହୀନ ରୋଗଗ୍ରସ୍ତ ହୁଏ ସଦା ଦିନ। ପଳାୟନ ପରେ ଭାତ ତ୍ରସ୍ତ ସେ ନିଜକୁ, ଗୋଡ଼ାଇ ମାରଇ ଯେଉ ତେଜି କ୍ରୋଧକୁ। ନାରୀ ହତ୍ୟା ଦୋଷ ସେଉ ଲଭଇ ନିୟତ, ଶାସ୍ତ୍ର ପୁରାଣରେ ଏହା ହୋଇଛି ବିଦିତ। ପର ନାରୀ ଉପଭୋଗ ପର ଧନ ଭୋଗ, କରିଲେ ନାନାଦି ଦୁଃଖ ହୁଅଇ ସଂଯୋଗ। ଆହେ ଋଷି ଗଣ କଲେ ଏହିପରି କର୍ମ, ନାନାଦି ପାପ ଯୋନିରେ ହୋଇ ବଟି ଜନ୍ମ। ନାନା ରୋଗ ଭୋଗ କରି ଯନ୍ତ୍ରଣା ଭୋଗଇ, ସୁଖେ ତାକୁ ମୁଠାଏ ଅନ୍ନ ନ ମିଳଇ। ନାନାଦି କୁଶ୍ଚିତ ଭାଷା ଶୁଣଇ ସେ ନୀତି, ଦେଖିଲେ ସେ ପରି ଲୋକ ଘୃଣା ଯେ କରନ୍ତି। ଦୈବଜ୍ଞ କର୍ମ ନିପୁଣ ବିଦ୍ୱାନ ବ୍ରାହ୍ମଣ, ଡକାଇ କରିବ ଯଜ୍ଞ ସମର୍ପିତ ଦାନ। ଭକତି ଚିତ୍ତରେ ବିଷ୍ଣୁ ରୂପରେ ପୂଜିବ, କାମନା ପୁରାଣ କରି ଦକ୍ଷିଣା ଯେ ଦେବ। ପାଦେ ପଡ଼ି ନିତ୍ୟ କୃତ୍ୟ
ଦୋଷ କ୍ଷମା ମାଗି ବ୍ରାହ୍ମଣ ଚରଣ ଧୂଳି ଶିରେ ବଳି ବେଗି ଏହିପରି କଲେ ପାପ ହୁଇ ବିନାଶ ପର ଜନ୍ମେ ସୁଖ ପ୍ରାପ୍ତ ହୋଇବ ଅବଶ୍ୟ ବେଦ ବିଦ୍ୟା ନ ଜାଣଇ ଯେଉଁ ଦିଜ ଜାଣ ଦାନ ଦେବା ତାହା କୁଟି ଅଠେ ଅକାରଣ ପ୍ରଜ୍ୱଳିତ ଅଗ୍ନିକୁଣ୍ଡେ ଘୃତାଘୃତି ଦେଲେ ବାଞ୍ଛିତ ଫଳ ମିଳଇ ଜାଣିଥାଅ ବଲେ ଭସ୍ମ ରାଶିରେ ଢାଳିଲେ ଘୃତଧାର ନେଇ ତାହା ଯେଉଁ ପରି ଜାଣ ନିଷ୍ଫଳ ହୁଅଇ ସେହି ପରି ବେଦହୀନ ବ୍ରାହ୍ମଣଙ୍କୁ ଦାନ ଦେଲେ ନିଷ୍ଫଳ ହୁଅଇ ଏହା ବୋଲେ ଜାଣ ଦାନ ବୃତ୍ତି ଦାନ ଦ୍ରବ୍ୟ ଯେ ଜନ କରଇ କୋମ୍ଭି ପାକେ ପଡ଼ି ବିଷ୍ଟା ଆଦି ସେ ଭୁଞ୍ଜଇ 60 ସହସ୍ର ବର୍ଷ ତହିଁ ବାସ କରେ ମର୍ତ୍ତେ ଜନ୍ମି ମହାରୋଗ ଭୋଗେ ଶରୀରେ ଖାଇବାକୁ ନ ମିଳଇ ବସ୍ତ୍ର ବଂଶେ ନ ରୁହନ୍ତି କେହି ହୁଏ ରୋଗଗ୍ରସ୍ତ ନିଜ ବୃତ୍ତି ଯେଉଁ ଜନ ଭକତି ସହିତେ ଦାନ ଦିଏ ଡକାଇ ଉତ୍ତମ ଦିଜ ହସ୍ତେ ଲକ୍ଷ ଲକ୍ଷ ଦେନୁ ଦାନ ଫଳ ସେ ଲଭଇ ମରଣାନ୍ତେ ସ୍ୱର୍ଗ ସୁଖ ଅବଶ୍ୟ ଭୁଞ୍ଜଇ ପାପ କର୍ମ ମାନ କରିଥାଏ ପୂର୍ବେ ଯେଉଁ ଶରୀରରେ ରୋଗ ଚିହ୍ନ ମାନ ଧରେ ଦେଉ କପଟ କଥା କହିଣ ବୁଲାଏ ଲୋକଙ୍କୁ ନିଜ ପାପ କଥା ତିଳେ ନ ଆଣେ ମନକୁ ସେପରି ଜନ ନରକେ କରଇ ବସତି ନର୍କ ଭୋଗ ପରେ ତୃଣ ହୁଏ ପୃଥି ସହସ୍ର ବର୍ଷ ପରେ ସେ ପଶୁ ଜନ୍ମ ହୁଏ 4 ଜନ୍ମ ପର୍ଯ୍ୟନ୍ତେ ନାନା କ୍ଲେଶ ସହେ ପକ୍ଷୀ ଜନ୍ମ 7 ବାର ହୁଏ ସେ ଅବଶ୍ୟ ଶୀତ ବର୍ଷା ଖରା ଭୋଗ କରି ପାଏ କ୍ଲେଶ ଶେଷେ ମନୁଷ୍ୟ ଶରୀର ଲଭଇ ସେ ଜାଣ ଅତ୍ୟନ୍ତ ଅନ୍ୟ ଜାତିରେ ଆସି ଛୁଇ ସେ ଜନ୍ମ ଏହିପରି ଦୁଃଖ ମାନ ପାପିଏ ଭୋଗନ୍ତି ଜନ୍ମ ଜନ୍ମାନ୍ତରେ ନାନା ପୀଡ଼ା ସେ ଭୋଗନ୍ତି ବିଷୟା ବିଷ ପାନରେ ଉନ୍ମତ୍ତ ହୋଇ ଏହିପରି ଭାବେ ଜନ୍ମ ମରଣ ଲଭଇ କର୍ମ ପାଶରେ ବନ୍ଧନ ଅଟଇ ଶରୀର ଏଥିରେ ନାହିଁଟି ଦୋଷ ତିଳେ କାହାର ଯାହା କରିବ ଅବଶ୍ୟ ଭୁଞ୍ଜିବ ସେ ତାହା ଅନ୍ୟକୁ ଦୋଷୀ ନ କର ଆହେ ପକିନା ପାପ କର୍ମ କଲେ ନର୍କ ଭୋଗନ୍ତି ନିୟତ ତହୁ ମୁକ୍ତ ହେଲେ ନିମ୍ନ ଯୋନିରେ ସେ ଜାତ ହୋଇ ନାନା ଦୁଃଖ ତହିଁ ଭୁଞ୍ଜଇ ସେ ଜାଣ ଖାଇବା ପାଇଁ ମୁଠାଏ ନ ମିଳଇ ଅନ୍ନ ଉଦର ଦାଉରେ ପୁଣି ପାପକୁ ଅଜଇ ପୁନରପି ଦେହାନ୍ତରେ ନରକ ଭୋଗଇ ଏହିପରି ଗତାଗତ ହୋଇ ସେ ଦୁର୍ମତି ମହାପ୍ରଳୟ ପର୍ଯ୍ୟନ୍ତ ନ ଲଭଇ
ଶାନ୍ତି। ମହାପ୍ରଳୟରେ ସର୍ବେ ବିଷ୍ଣୁଙ୍କ ଦେହରେ ଲୀନ ହୋଇ ସୁଖେ ବାସ କରନ୍ତି କାଳରେ। ପୁଣି ସୃଷ୍ଟି ଇଚ୍ଛା ଯେବେ କରନ୍ତି ଶ୍ରୀହରି ଜନମ ଲଭନ୍ତି ସର୍ବ ପ୍ରାଣୀଏ ସଞ୍ଚରି। ପୂର୍ବ ଜନ୍ମ ମାନଙ୍କର ବାସନା ବଳରେ ଜନ୍ମ ଲଭନ୍ତି ସେମାନେ ନାନାଦି ଯୋନିରେ। ତେଣୁ ସେ ଗରୁଡ଼ ନ କରିବ ପାପ କର୍ମ ନିରନ୍ତରେ ଅରଜିବ ସନାତନ ଧର୍ମ। ଦେବତା ବ୍ରାହ୍ମଣ ପୂଜା କରିବ ନିୟତ ନିଜ ଶକ୍ତି ମତେ ଦାନ ଦେଉଥିବ ନିତ୍ୟ। ଶ୍ରୀହରି ଚରଣେ ଭକ୍ତି କରୁଥିବ ସଦା ତାଙ୍କୁ ସମର୍ପଣ କର୍ମ କଲେ ନାହିଁ ବାଧା। ଦାନ ଧ୍ୟାନ ଯଜ୍ଞ ଆଦି ତପସ୍ୟା କରିବ ହରି ନାମ ଯଶ ଗୁଣ ନିରତେ ଗୁଣିବ। ମହାମନ୍ତ୍ର ଜପ ନିତ୍ୟ କରୁଥିବ ଗୁଡ଼େ ବିଷୟ ବାସନା ତେଜି ଭଜୁଥିବ ଦୃଢ଼େ। ଏପରି ମାନବ ନୁହେଁ ନରକେ ପତିତ ସ୍ୱର୍ଗଧାମେ ମହାସୁଖେ ବିଳସଇ ସେତ। ଇନ୍ଦ୍ର ଆଦି ଦେବତାଏ ତା ପୂଜା କରନ୍ତି ତାହାର ଆଜ୍ଞା ଅବଜ୍ଞା କେହି ନ କରନ୍ତି। ଦେବକାମିନୀଏ ତାର ସେବାରତ ହୁଅନ୍ତି ସଦା ସର୍ବଦା ଦେଶକୁ ଚାହିଁଥାନ୍ତି। କର୍ମ ଅନୁସାରେ ପୁଣି ବୈକୁଣ୍ଠାଦି ଲୋକ ପାଇ ଭୋଗ କଲେ ସେହି ଜନ ନାନା ସୁଖ। ଶ୍ରୀହରି ସ୍ୱରୂପ ହୋଇ ବିହାର କରଇ ଶ୍ରୀହରି ସଦୃଶ ରୂପ ସେ ଜନ ଲଭଇ। ଶ୍ରୀହରି ସଦୃଶ ଭୋଗ ଭୁଞ୍ଜେ ସେଉ ଜନ ଶ୍ରୀହରି ସଦୃଶ ବେଶ ଭୂଷଣ ଲଭିଣ। ଶ୍ରୀହରିଙ୍କ ସମତାକୁ ସକଳେ ଭାବନ୍ତି କହିଲି ଗରୁଡ଼ ଏବେ ଯାହା ପଚାରିଲୁ ଶୁଣିନ ସନ୍ତୋଷ ଚିତ ହେଲୁ ବା ନ ହେଲୁ। ସନ୍ଦେଶ ଥିଲେ ପଚାର ଯାହା ପଚାରିବୁ ଯେପରି ସନ୍ଦେଶ ତୋର ବିନାଶ କରିବୁ। ଏତେ କହି ମହାପ୍ରଭୁ ମୌନ କହିଲେ ଋଷି ମେଳେ ସୁତ ଯେ ପୁରାଣ ବଖାଣିଲେ। ଅପୂର୍ବ ଚରିତ ଏହି ଗରୁଡ଼ ପୁରାଣ ଶ୍ରଦ୍ଧା ସହକାରେ ଏହା ଶୁଣେ ଯେଉଁ ଜନ ସକଳ ଅରିଷ୍ଟ ଦୁଃଖ ବିନାଶ ହୁଅଇ ଅନ୍ତେ ଶ୍ରୀହରି ଭକତ ଅବଶ୍ୟ ମିଳଇ। ଶ୍ରୀହରି ଚରଣ ଯୁଗ ହୃଦୟରେ ଧରି ପୁରାଣ ବାଣୀ ଲେଖିଲି ଗୀତ ବନ୍ଧ କରି। ସାଧୁ ସୁଜ୍ଞ ଜନ ମାନେ ଦୋଷ ନ ଧରିବ ମୁହିଁ ସର୍ବଜ୍ଞ ନୁହଁଇ ଜାଣିବଟି ଧ୍ରୁବ। ଦୋଷ ତ୍ରୁଟି ଯାହା ଥିବ କ୍ଷମିବ ଆପଣ ଆର୍ତ ଦ୍ୱିଜ ଅଟେ ସଦା ପ୍ରତିଦିନ ହୀନ। ଷଷ୍ଠ ଅଧ୍ୟାୟର ବାଣୀ ଶେଷ ହେଲା ଏବେ ସମସ୍ତ ଅଧ୍ୟାୟ କହି ବିମୁଆନ ପ୍ରସ୍ତାବେ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷୋପାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ ପାପ ଚିହ୍ନାଦି ବର୍ଣ୍ଣନଂ
नाम षोडशोऽध्याय